ओके गुड मॉर्निंग स्टूडेंट अगेन समस्त क्वेश्चन वॉइस क्लियर अच्छी नो इश्यू एवरीथिंग इज क्लियर थैंक यू तो आज मैं डिस्कशन करवा सेकंड क्लास जोटा कि तुमकर अक्टोबर मंथ करेंट अफेयर हम कंटिन्यू करूचे तो फर्स्ट क्लास हमने सोसाइटी व सोशल इश्यू पर डिस्कशन करते तो आज हम डिस्कशन करवा इंपोर्टेंट डेट मन रख ओपीएससी ओएस हो सीजीएल हो कौन भी एग्जाम रे इंपोर्टेंट डेट को लेकर सब गोटे क्वेश्चन आसता है सो दैट इट इज इंपोर्टेंट टॉपिक रोचे तो हमको अक्टोबर मासर टोटल करेंट अफेयर सारे मिनिमम 10टा क्लास लगे कहीं टॉपिक वाइज आम कवर अप करवा जमती कि सोशल इश्यू छाड़ते जमी आज इंपोर्टाट डेट रहा काली स्पोर्ट्स आउ अवार्ड रहिबो तो से हिसाब से हमें कंटिन्यू करी क्लास को बा अक्टोबर मंथ को कंप्लीट करवा समस्त रेडी अच्छो समस्त रेडी ओके अच्छा समस्त पीडीएफ शो हो पे समस्त पीडीएफ शो हो समस्त पीडीएफ शो हो थैंक यू गुड मॉर्निंग ओके चलो तो स्टार्ट करवा सेकंड क्लास जोटा कि तुम्हें ओएस प्रिपेयर हो कि सीजीएल हो कि कौन सी एग्जाम प्रिपेयर हो अक्टोबर मास जो करंट अफेयर मुझे दूसरी यहाँ पूरा सिलेक्टिव तुमको आज करंट अफेयर हूँ इंपोर्टाट डेट और थीम तो मन रख ए क्लास को स्टार्ट करने पूर्व गोटे पॉइंट ऊपर डिस्कशन करी क्लास को मुझे स्टार्ट कर ଯେତେବେଳେ ଗୋଟେ ପିଲା ଏସଏସସି ବା ଓ ଡବଲ ଏସଏସସି ଟ୍ରିପଲ ଏସଏସ ପାଇଁ ମାନେ ଏକ୍ଜାମ ଦିଏ ଡାଇରେକ୍ଟ କ୍ୱେଶ୍ଚିନ୍ ଆସେ ଯେମିତି ୱାର୍ଲଡ କଟନ ଡେ କେବେ ବା ତୁମମାନଙ୍କର ହଉଛି ନ୍ୟାସନାଲ ହଉଛି କଣ ନାଁ ଆସିଲା ଓକେ ଗୋଟେ ସେକେଣ୍ଡ ହଁ ତ ଏମିତି ଡେ ଉପରେ ତୁମକୁ ମାନେ ପଏଣ୍ଟ ଉପରେ କ୍ୱେଶ୍ଚିନ୍ ଆସିଥାଏ ତ ସେଇଭଳି କିନ୍ତୁ ଯେତେବେଳେ ତୁମେ ଓଏସ୍ ଏକ୍ଜାମ ଦେଇଥାଅ ଓଏସ୍ ଏକ୍ଜାମ ଦିଅ କିନ୍ତୁ ଟିକେ ସେଠି ଡିଫରେଣ୍ଟ ଆସେ କେମିତି ଡିଫରେଣ୍ଟ ସେଠି ଷ୍ଟେଟମେଣ୍ଟ ଆକାରରେ କ୍ୱେଶ୍ଚିନ୍ ଆସେ କେମିତି ଆସେ ଷ୍ଟେଟମେଣ୍ଟ ଆକାରରେ କ୍ୱେଶ୍ଚିନ୍ ଆସେ ତ ପ୍ରଥମ ଷ୍ଟେଟମେଣ୍ଟ ତମକୁ ପଚାରିଲା ସପୋଜ ୱାର୍ଲଡ କଟନ ଡେ କେବେ ତାପରେ ପଚାରିବ କେବେଠୁ ଷ୍ଟାର୍ଟ ହେଇଥିଲା ତ ଏମିତି ତାର ଥିମ୍ କଣ ଅଛି ତ ଏଇ ପଏଣ୍ଟକୁ ନେଇକି କ୍ୱେଶ୍ଚିନ୍ ଆସେ ଇନଡାଇରେକ୍ଟଲି ଆମେ ଯେତେବେଳେ ଓଏସ୍ ପାଇଁ ପ୍ରିପେୟାର ହଉଛେ ତମକୁ ଇଚ୍ ଆଣ୍ଡ ଏଭ୍ରି ପଏଣ୍ଟକୁ ମନେ ରଖିବାକୁ ପଡିବ ଓକେ ତ ଷ୍ଟାର୍ଟ କରିବା ଫାର୍ଷ୍ଟ ପଏଣ୍ଟ ଆସିଲା ନା ୱାର୍ଲଡ କଟନ ଡେ ତ କେବେ ହଉଛି ୱାର୍ଲଡ କଟନ ଡେ କିଏ କହିବ 7 अक्टोबर थैंक यू तो 7 अक्टोबर को हमें कौ दिन रूप सेलिब्रेट करुचे ना वर्ल्ड कटन डे तो इथिरे भेरी इंपोर्टेंट पॉइंट होचे जे एटा हमें केबेठू स्टार्ट करी आसुचे केबेठारू काहेकि ना फर्स्ट वर्ल्ड कटन डे वाज सेलिब्रेटेड ऑन 7 अक्टोबर 2019 2019 मसीहा 2019 मसीहा 7 अक्टोबर मास ठारू एटा हमें कंटिन्यू करी आसुचे एटा हमें कंटिन्यू करी आसुचे दैट्स द वेरी इंपोर्टेंट पॉइंट देन सेकेंड पॉइंट आसिला जे ना इंडियन एयरफोर्स डे तो एटा बहुत थर तुम देखिथिबो एसएससी हो ओ डबल एसएस हो ओ ट्रिपल एसएस हो ए सब एग्जाम रे क्वेश्चन आसीचे जे वर्ल्ड एयरफोर्स डे केबे हाँ थीम टा होची हाँ आर वर्ल्ड कॉटन डे रो थीम टा एटा टी लिखि दियो वर्ल्ड कॉटन डे रो थीम टा द फैब्रिक ऑफ आवर वर्ल्ड कॉटन डे द एटा टी मेंशन कर दियो द फैब्रिक ऑफ आवर लाइफ ओके तो एटा को लिखि दो କିନ୍ତୁ ହଁ ତ ଏବେ ଆସିଲା ଏୟାରଫୋର୍ସ ଡେ ମନେକ ଏୟାରଫୋର୍ସ ଡେ ଯୋଉ ଅଛି ଆମେ ଆକୁ ସେଲିବ୍ରେଟ କରିଥାଉ କେବେ ନା 7 ଅକ୍ଟୋବରରେ ସେଲିବ୍ରେଟ କରିଥାଉ ମନେକ ଏଥିରେ କେବଳ ଡେଟ୍ ଟା ଇମ୍ପୋର୍ଟାଣ୍ଟ ଥିମ୍ ଯଦି ତୁମେ ମନେ ରଖିବ ମଡର୍ନାଇଜେସନ ଯୋଉ ମନେ ରଖିପାରିବ ତାହେଲେ ମନେ ରଖ କିନ୍ତୁ ବିଶେଷ କରି ଏୟାରଫୋର୍ସ ଉପରେ ଥିମ୍ କୁ ନେଇ କ୍ୱେଶ୍ଚିନ୍ ଆସିବା ଟିକେ କମ୍ ଥାଏ କାହିଁକି ନା ବିଶେଷ କରି ଥିମ୍ କୁ ନେଇ ସେଇ ସବୁ ଉପରେ ବେଶୀ କ୍ୱେଶ୍ଚିନ୍ ହୁଏ ଯୋଉଟା କି ଏନଭାରନମେଣ୍ଟ ରିଲେଟେଡ୍ ଅଛି କ୍ଲାଇମେଟ ରିଲେଟେଡ୍ ଯୋଉଟା ସବୁ ଅଛି ସେଗୁଡ଼ା ବେଶୀ ଇମ୍ପୋର୍ଟାଣ୍ଟ ହେଇଥାଏ ଓକେ ବାସ୍ ଆମକୁ ମନେ ରଖିବାର ଅଛି ଏୟାରଫୋର୍ସ ଡେ କେବେ ଏଟା ହଉଛି 8 ଅକ୍ଟୋବର ଦେଖ 3 ନମ୍ବର ପଏଣ୍ଟଟା তুমি ସ୍କିପ୍ କରିପାରିବ ଯୋଉଟା କି ମିଷ୍ଟେକରେ ମୁଁ ରଖିଦେଇଛି ବଟ୍ ଓକେ ଆଚ୍ଛା ହଁ ଦେଖ ହଁ ତାକୁ ରଖିପାରିବ ନା ନ୍ୟାସନାଲ ପୋଷ୍ଟ ଡେ ହଁ
ତ ହଁ ନ୍ୟାସନାଲ ପୋଷ୍ଟ ଡେ ମନେ ରଖିପାରିବ କାହିଁକି ନା ଇମ୍ପୋର୍ଟାଣ୍ଟ ବି ରହେ, ବେଳେ ବେଳେ ବି କ୍ୱେଶ୍ଚିନ୍ ଆସେ ଯାହାକୁ ଆମେ ପୋଷ୍ଟ ଅଫିସ ଡେ ବୋଲି କହୁଛେ, ଯେ ନ୍ୟାସନାଲ ପୋଷ୍ଟ ଡେ କେବେ, ନ୍ୟାସନାଲ ପୋଷ୍ଟ ଡେ କେବେ। ମନେ ରଖ, ଆମେ ମନେ ରଖିବା ଅକ୍ଟୋବର 10। ଅକ୍ଟୋବର 10କୁ ଆମେ କୋଉ ହିସାବରେ ସେଲିବ୍ରେଟ କରିଥାଉ ନା ନ୍ୟାସନାଲ ପୋଷ୍ଟ ଡେ ହିସାବରେ ସେଲିବ୍ରେଟ କରିଥାଉ। କିନ୍ତୁ ଏଇଠି ଗୋଟେ ପଏଣ୍ଟ କହିବାକୁ ଅଛି, ମଡର୍ଣ୍ଣ ପୋଷ୍ଟାଲ ସିଷ୍ଟମ ଇଣ୍ଟ୍ରୋଡ୍ୟୁସ୍ଡ ବାୟ, କାହା ଦ୍ୱାରା ମଡର୍ଣ୍ଣ ପୋଷ୍ଟାଲ ସିଷ୍ଟମଟା ଇଣ୍ଟ୍ରୋଡ୍ୟୁସ ହେଇଥିଲା, ଯୋଉଟା କି ଆମେ ହିଷ୍ଟ୍ରିରେ ପଢିଥାଉ। କାହା ଦ୍ୱାରା ମଡର୍ଣ୍ଣ ପୋଷ୍ଟାଲ ସିଷ୍ଟମଟା ଇଣ୍ଟ୍ରୋଡ୍ୟୁସ ହେଇଥିଲା, ମନେ ରଖ, ଲର୍ଡ ଡେଲ ହାଉସ, କିଏ ସେ? ଲର୍ଡ ଡେଲ ହାଉସ। ଇନ୍ ଦ ଇୟର ଅଫ 1854 ରେ ବାय ଦ ଲର୍ଡ ଡେଲହାଉସଙ୍କ ଦ୍ୱାରା ଏଟାକୁ ଇଣ୍ଟ୍ରୋଡ୍ୟୁସ କରାଯାଇଥିଲା। ବାସ୍ ନ୍ୟାସନାଲ ପୋଷ୍ଟ ଡେଟା କେବେ ନା 10 ଅକ୍ଟୋବର। ଦେଖ, ସବୁବେଳେ ମନେ ରଖିବ, ଏଇଠି ଗୋଟେ ଜିନିଷ ତମକୁ ମୁଁ କହିବାକୁ ଚାହୁଁଛି, କିଛି ଜିନିଷ ଥାଏ ତାର ଥିମଟାକୁ ଘୋଷିବା ନିହାତି ଦରକାର। ପର୍ଟିକୁଲାର ଏନଭାରନମେଣ୍ଟ ରିଲେଟେଡ କିଛି ଅଛି, ପର୍ଟିକୁଲାର କ୍ଲାଇମେଟ ରିଲେଟେଡ ଯଦି କିଛି ରହୁଛି, କିମ୍ବା ଆର୍ଥ ରିଲେଟେଡ କିଛି ରହୁଛି, ଆର ଥିମଟା ଡେଫିନେଟଲି ଇମ୍ପୋର୍ଟାଣ୍ଟ। ତ ବାକି তুমি ଚାହିଁଲେ ସ୍କିପ୍ କରିପାରିବ। ଚାଲ ଏବେ ଯିବା ନେକ୍ସଟ ପଏଣ୍ଟ। আচ্ছা, ওয়ার্ল্ড মেন্টাল হেলথ ডে। ଦେଖ, ଏଇ ଯୋଉ ଇଏର ଏତେ ଥିମ୍ ଇମ୍ପୋର୍ଟାଣ୍ଟ ନାହିଁ, କାହିଁକି ନା ଏଗୁଡ଼ା ସବୁ ଡେଟ୍ ଉପରେ କ୍ୱେଶ୍ଚିନ୍ ଆସେ, ଯେ ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ କେବେ। ମନେ ରଖ, ମେଣ୍ଟାଲ ହେଲ୍ଥ ଡେ ହଉଛି 10 ଅକ୍ଟୋବର। 10 ଅକ୍ଟୋବରକୁ ଆମେ କୋଉ ଦିନ ସେଲିବ୍ରେଟ କରୁଛେ ନା ମେଣ୍ଟାଲ ହେଲ୍ଥ ଡେ ହିସାବରେ ସେଲିବ୍ରେଟ କରୁଛେ। ତ ହଁ, ତ ମନେ ରଖ, ଏଟା କେବେଠୁ ଆମେ ସେଲିବ୍ରେଟ କରି ଆସୁଛେ? ଇନ୍ ଦ ଇୟର ଅଫ 1992 ବା 1942 ମସିହାଠାରୁ ଆକୁ ଆମେ ସେଲିବ୍ରେଟ କରି ଆସୁଛେ। କିନ୍ତୁ 13 ନମ୍ବର ପଏଣ୍ଟ ହଉଛି 13 ଅକ୍ଟୋବରଟା ବହୁତ ଇମ୍ପୋର୍ଟାଣ୍ଟ ରହୁଛି, ଯେମିତିକି ଇଣ୍ଟରନ୍ୟାସନାଲ ଡେ ଫର ଡିଜାଷ୍ଟର ରିସ୍କ ରିଡକ୍ସନ, ଯାହାକୁ ସର୍ଟକଟରେ ଆମେ କହିଥାଉ IDDRR, ଯାହାକୁ ଆମେ କହିଥାଉ ଡିଜାଷ୍ଟର ରିସ୍କ ରିଡକ୍ସନ। 13 ଅକ୍ଟୋବର ଫାଉଣ୍ଡ, ମାନେ ଯୋଉଟା କି ତୁମର କହିପାରିବ ଆଜ ଏ ମାନେ ନଟ୍ ଡିଜାଷ୍ଟର ବୋଲି ମନେ ରଖିପାରିବ, ଯୋଉଟା କି ତୁମର ଥିମ୍ଟା। କିନ୍ତୁ ଏଥିରେ ବେଶୀ ଇମ୍ପୋର୍ଟାଣ୍ଟ ହଉଛି ଏଟା କେବେ ଏଷ୍ଟାବ୍ଲିଶମେଣ୍ଟ ହେଇଥିଲା। ଏଟା କେବେ ଏଷ୍ଟାବ୍ଲିଶମେଣ୍ଟ ହେଇଥିଲା? ଇନ୍ ଦ ଇୟର ଅଫ 1989ରେ ଏଟାକୁ ଆମେ ଏଷ୍ଟାବ୍ଲିଶ କରିଥିଲେ, ଯୋଉଟା କି ଇମ୍ପୋର୍ଟାଣ୍ଟ ରହୁଛି। ଆଚ୍ଛା, ଯେତିକି ଆମେ ପଢିଲେ ଟିକେ ରିଭିଜନ କରିଦବା, ସୋ ଦ୍ୟାଟ୍ କଣ ହବ ନା ଏକାଥରେ ତୁମମାନଙ୍କର କ୍ଲାସରେ ହିଁ ସବୁ ଜିନିଷ ମନେ ରହିଯିବ। ଆଚ୍ଛା, ୱାର୍ଲ୍ଡ କଟନ ଡେ କଣ ଅଛି, କେବେ ଅଛି ପିଲେ? ୱାର୍ଲ୍ଡ କଟନ ଡେ, ୱାର୍ଲ୍ଡ କଟନ ଡେ 7 ଅକ୍ଟୋବର। ଥିମ୍ କଣ ଥିଲା ଯୋଉଟା କି ମୁଁ ତୁମକୁ ଲେଖେଇଥିଲି କ୍ଲାସରେ? ଥିମ୍ କଣ ଥିଲା? ତ ଲଜିକାଲି ଆମେ ଏମିତି ମନେ ରଖିପାରିବ, ସପ୍ତାହକ 7 ଦିନ ଆମେ କଟନ ବ୍ୟବହାର କରିଥାଉ, କାରଣ କଟନର କପଡ଼ା ୟୁଜ କରୁ ନା କି ଫେବ୍ରିକ ଅଫ ଆୱାର ଲାଇଫ। ତ କଟନ ଆମେ ବ୍ୟବହାର କରିଥାଉ, ଲଜିକାଲି ଏଟା ଆମେ ମନେ ରଖିପାରିବା। ଆଚ୍ଛା, ତ ଆଚ୍ଛା, ତ କଟନକୁ ଆମେ କମ୍ପାରିଜନ କରିପାରିବା କାହା ସହିତ ନା ଗାନ୍ଧୀଙ୍କ ସହିତ ଆମେ କମ୍ପେୟାର କରିପାରିବା। ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ କେବେ? ଅକ୍ଟୋବର 2। ଗାନ୍ଧୀ କଣ କହନ୍ତି? ଖଟି ଖାଅ କାଠି ପିନ୍ଧ, ଯିଏକି ସୂତାରେ ଅରଟରେ ତିଆରି କରି ପିନ୍ଧନ୍ତି। ତ କଟନ ତାଙ୍କ ସହିତ ରିଲେଟେଡ୍ ହେଲା। ତାହେଲେ କଟନଟା କୋଉ ଦିନ ଆସିବ ନା, ହଁ, କଟନଟା କୋଉ ଦିନ ଆସିବ? ଅକ୍ଟୋବର ଆସିବ। ଅକ୍ଟୋବର କେତେ ନା 7ରେ ଆସିଲା, ଅକ୍ଟୋବର 7। ଏୟାର ଫୋର୍ସ ଡେ, ଓକେ, ତାହେଲେ ଏୟାର ଫୋର୍ସ କେତେ ଆସିଲା? ଦେଖ, ମୁଁ ଏଇଠି ତମକୁ ଲଜିକାଲ କହିପାରିବି ଏୟାର ଫୋର୍ସ, ଏଆଇଆର, ଏୟାର ଫୋର୍ସ। ଆଚ୍ଛା, ଏୟାର ଫୋର୍ସ କେତେଟା ଅକ୍ଷର, ଲେଟର କେତେଟା? ଏୟାର ଫୋର୍ସର ଲେଟର କେତେଟା? ଏୟାର ଫୋର୍ସ କେତେଟି ଲେଟର? 8ଟା। ଲେଟର କେତେ ଆସୁଛି? 8ଟା ଲେଟର ଆସୁଛି। ତ ଏଇଠି ଲଜିକ ଆମେ ୟୁଜ କରିପାରିବା, ଏୟାର ଫୋର୍ସ ହଉଛି 8 ଅକ୍ଟୋବର। 8 ଅକ୍ଟୋବର, ଇଟ୍ ଇଜ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏବେ ଯିବା, ଆଚ୍ଛା, ପୋଷ୍ଟାଲ ସିଷ୍ଟମ, ପୋଷ୍ଟ ଅଫିସ କଥା ଯିବା, ଓକେ। ଆଚ୍ଛା, ପୋଷ୍ଟାଲ ନ୍ୟାସନାଲ ପୋଷ୍ଟାଲ ଡେ କେବେ ଆସୁଛି? 10 ଅକ୍ଟୋବର, ଓକେ। 10 ଅକ୍ଟୋବର। ତ ଏଟାକୁ ଏତେ କିଛି ଲଜିକ ଦରକାର ନାହିଁ, ଖାଲି ଏମିତି ନର୍ମାଲ ଆମେ ମନେ ରଖିପାରିବା ଯେ 10 ଅକ୍ଟୋବର। କାହିଁକି ନା ତୁମର ଏମିତି ବି ଲଜିକ କହିପାରିବ, ଯେହେତୁ 10 ମାନେ ସପ୍ତାହ 7 ଦିନ ରହୁଛି, ତାପରେ ଆମେ 10 ଦିନ 3 ଦିନ ପରେ ପୋଷ୍ଟ ଅଫିସ ଯାଉଛେ, ଏମିତି କିଛି ତାପରେ କିଛି ଏତେ ବି ଲଜିକ ନାହିଁ। ବଟ୍ ଆମେ 10 ଅକ୍ଟୋବର ବୋଲି ମନେ ରଖିପାରିବା। ଆଚ୍ଛା, ହଁ, ମେଣ୍ଟାଲ ୱାର୍ଲ୍ଡ ମେଣ୍ଟାଲ ହେଲ୍ଥ ଡେ କେବେ ଆସୁଛି? ୱାର୍ଲ୍ଡ ମେଣ୍ଟାଲ ହେଲ୍ଥ ଡେ, ଦେଖ, ଆମେ ଏଇଠି ଲଜିକ କ୍ରିଏଟ କରିପାରିବା। ପୋଷ୍ଟାଲରେ 10 ଦିନ କାମ କରିକିରି, ସପ୍ତାହ 7 ଦିନ, କିନ୍ତୁ ଆମେ 10 ଦିନ କାମ କରି ଆମର ମେଣ୍ଟାଲ ହେଲ୍ଥଟା ବିଗିଡି ଯାଇଛି, ଓକେ।
ଆଚ୍ଛା ଚାଲ 13 ନମ୍ବର ପଏଣ୍ଟକୁ ଯିବା। ଆଚ୍ଛା 13 ନମ୍ବର ପଏଣ୍ଟ କଣ ଥିଲା? ଇଣ୍ଟରନ୍ୟାସନାଲ ଡେ ଫର ଡିଜାଷ୍ଟର ରିସ୍କ ରିଡକ୍ସନ। ଆଚ୍ଛା, ତ 16 ଅକ୍ଟୋବରଟା ବହୁତ ଇମ୍ପୋର୍ଟାଣ୍ଟ। ଏଟା ହଉଛି ଇମ୍ପୋର୍ଟାଣ୍ଟ ଯୋଉଟା କି ତୁମମାନଙ୍କର ଏକ୍ସାମ୍ରେ ଆସିଲା ଭଳି କ୍ୱେଶ୍ଚିନ୍। ୱାର୍ଲଡ ଫୁଡ ଡେ, ୱାର୍ଲଡ ଫୁଡ ଡେ। ଓକେ, ୱାର୍ଲଡ ଫୁଡ ଡେ। ଦେଖ, ଲଜିକାଲି ଆମେ ମନେ ରଖିପାରିବା ଫୁଡ ଖାଦ୍ୟ, FOOD। ଫୁଡ ହଉଛି ଚାରି, ଚାରିଟା ଅକ୍ଷର, ଚାରି ସ୍କୋୟାର ହଉଛି 16। ଖାଦ୍ୟ ନା, ଚାରି ସ୍କୋୟାର ହଉଛି 16। 16 ଅକ୍ଟୋବର ଆମେ କଣ ଦେଖୁଛେ ନା ୱାର୍ଲଡ ଫୁଡ ଡେ ବୋଲି ଦେଖୁଛେ। ଆଚ୍ଛା, ଏଠାର ଥିମ୍ କଣ ଅଛି? କାରଣ ଏଥର ହଉଛି ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ ଫର ବେଟର ଫୁଡ ଆଣ୍ଡ ବେଟର ଫ୍ୟୁଚର। ଯୋଉଟା କି ମନେ ରଖିବ, ଏଇ ଯୋଉ ଥିମ୍ ଟା ଯୋଉଟା କି ଇମ୍ପୋର୍ଟାଣ୍ଟ ଥାଏ, କାହିଁକି ନା ଆମର କ୍ଲାଇମେଟ ଏନଭାରନମେଣ୍ଟ ଏସବୁ ରିଲେଟେଡ ଯୋଉ ଜିନିଷ ଥାଏ, କ୍ୱେଶ୍ଚିନ୍ ଆସିବାର ଚାନ୍ସ ବେଶୀ ଥାଏ। ଚାଲ, ତ ତାପରେ ଆସିଲା ହଉଛି ଇଣ୍ଟରନ୍ୟାସନାଲ ସ୍ନୋ ଲିଓପାର୍ଡ ଡେ। ସ୍ନୋ ଲିଓ, ଯୋଉଟା କି ରିସେଣ୍ଟଲି ଷ୍ଟାର୍ଟ ହେଇଛି 2024 ଠାରୁ। ତ ଏଟା ମନେ ରଖିବ 23 ଅକ୍ଟୋବର। ଓକେ, ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ। ତ 23 ଅକ୍ଟୋବର ହଉଛି ଇମ୍ପୋର୍ଟାଣ୍ଟ। ଆଚ୍ଛା, ତାପରେ ଆସିଲା ୟୁନାଇଟେଡ ନେସନ ଡେ, ୟୁଏନ୍ ଡେ। ୟୁଏନ୍ ଡେ ଟା ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ନା ଏଟା କେବେ ସେଲିବ୍ରେଟ ଆମେ କରୁଛେ ନା 24 ଅକ୍ଟୋବରରେ ଆମେ ସେଲିବ୍ରେଟ କରୁଛେ କଣ ନା ୟୁଏନ୍ ଡେ କୁ ସେଲିବ୍ରେଟ କରୁଛେ। ଆଉ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ହଉଛି ୟୁଏନ୍ଏ ବା ୟୁନାଇଟେଡ ନେସନ ଆମେ କେବେ ଏଷ୍ଟାବ୍ଲିଶ କରିଥିଲେ ବା ୟୁନାଇଟେଡ ନେସନ କୁ କେବେ ଆମେ ସ୍ଥାପନ କରିଥିଲେ? କେବେ କରିଥିଲେ ନା 1945ରେ, 1945 ମସିହାରେ କରିଥିଲେ। ଆଚ୍ଛା, ତ ଏଇଠି ମୋର ଗୋଟେ କ୍ୱେଶ୍ଚିନ୍ ଆସୁଛି ଷ୍ଟୁଡେଣ୍ଟ। ତ ନ୍ୟାସନାଲ ପୋଷ୍ଟ ଅଫିସ ଡେ ଦେଖିଲେ ସେମିତି ଆସିଲା, ସେଇଠି ୱାର୍ଲଡ ପୋଲିଓ ଡେ, ୱାର୍ଲଡ ପୋଲିଓ ଡେ। ପୋଲିଓ ଡେ ଟା କେବେ ଆସିଲା ପିଲେ? ୱାର୍ଲଡ ପୋଲିଓ ଡେ। ଦେଖ, ମନେ ରଖ। ଆଚ୍ଛା, ଆମେ ପୋଲିଓଟା କେତେ ବୁନ୍ଦା ଖାଇଥାଉ? ଆମେ ପୋଲିଓ କେତେ ବୁନ୍ଦା ଖାଇଥାଉ? ପୋଲିଓଟା ଆମେ କେତେ ବୁନ୍ଦା ଖାଇଥାଉ? 2 ବୁନ୍ଦା ଖାଇଥାଉ। ହଁ, 2 ବୁନ୍ଦା। ଲଜିକରେ ଆମେ ଏମିତି ମନେ ରଖିପାରିବା, 2 ବୁନ୍ଦା, ଦୁଇର ସ୍କୋୟାର ହଉଛି 4, 24। ଓକେ, ଦିଟା ଡ୍ରପ ଆମେ ପୋଲିଓ ନେଇଥାଉ ନା ନାଇଁ? 2, 24। ଜଷ୍ଟ ଜଷ୍ଟ ଖାଲି ମାଇଣ୍ଡରେ ଏଇଟା ରଖିବା ପାଇଁ ଯେ ଏଇଟା କେମିତି ସହଜରେ ମନେ ରହିବ, ଯୋଉଟା କି 24 ଅକ୍ଟୋବର। ଓକେ, ତ ଆମେ ଯଦି କହିପାରିବା ଥିମ୍ ଅଫ ଦ ପୋଲିଓ ଡେ କଣ ରହୁଛି? ଏଣ୍ଡ ପୋଲିଓ ଏଭ୍ରି ଚିଲଡ୍ରେନ ଏଭ୍ରି ଭ୍ୟାକ୍ସିନ। ତ ଏଟାକୁ ମନେ ରଖିବ, ଯୋଉଟା କି ତାର ଥିମ୍ ରହୁଛି, ଯୋଉଟା କି ତୁମମାନଙ୍କ ପାଇଁ ଏଟା ଭେରି ଇମ୍ପୋର୍ଟାଣ୍ଟ ରହୁଛି। ଆଚ୍ଛା, ତାପରେ ଆସିଲା କିସ ନା ରାଷ୍ଟ୍ରୀୟ ଏକତା ଦିବସ। ଏଟା ବହୁତ ଥର କ୍ୱେଶ୍ଚିନ୍ ରିପିଟ କରିଛି, ରାଷ୍ଟ୍ରୀୟ ଏକତା ଦିବସ। ମୋର କହିବା କଥା ହଉଛି ଷ୍ଟୁଡେଣ୍ଟ, ରାଷ୍ଟ୍ରୀୟ ଏକତା ଦିବସକୁ ଆମେ କାହା ଜନ୍ମଦିନକୁ ସେଲିବ୍ରେଟ କରିଥାଉ? ରାଷ୍ଟ୍ରୀୟ ଏକତା ଦିବସର କାହାର ଜନ୍ମଦିନକୁ ଆମେ ଆକୁ ସେଲିବ୍ରେଟ କରିଥାଉ? ମନେ ରଖିବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତ ଏଟା ଭେରି ଇମ୍ପୋର୍ଟାଣ୍ଟ କାହିଁକି ରହୁଛି ଏ ବର୍ଷ ପାଇଁ? ମନେ ରଖ, ଏ ବର୍ଷ ହଉଛି ସର୍ଦ୍ଦାର ପଟେଲଙ୍କର 150ତମ, 150th ବାର୍ଥ ଆନିଭର୍ସରୀ, 150ତମ, ଯାହାକୁ ଆମେ ଲୌହ ମାନବ ବୋଲି କହିଥାଉ ବା ଆଇରନ୍ ମ୍ୟାନ୍ ବୋଲି କହିଥାଉ। ଓକେ, ଆଇରନ୍ ମ୍ୟାନ୍ ବୋଲି କହିଥାଉ। ଆଉ ଆଙ୍କୁ ନେଇକିରି ଗୋଟେ ଷ୍ଟାଚ୍ୟୁ ତିଆରି ହେଇଛି, ଯାହାକୁ ଆମେ କହିଥାଉ ଷ୍ଟାଚ୍ୟୁ ଅଫ ୟୁନିଟି ବୋଲି କହିଥାଉ। କଣ କହିଥାଉ ନା ଷ୍ଟାଚ୍ୟୁ ଅଫ ୟୁନିଟି। ତ ମୋର କହିବା କଥା, ଏଟା କୋଉଠି ଏଷ୍ଟାବ୍ଲିଶମେଣ୍ଟ ହେଇଛି? ଷ୍ଟାଚ୍ୟୁ ଅଫ ୟୁନିଟି କୋଉଠି ଅଛି? ଗୁଜୁରାଟ। ଓକେ, ଥ୍ୟାଙ୍କ ୟୁ। ତ ଏ ଯେ ଷ୍ଟାଚ୍ୟୁର ଉଚ୍ଚତା ହଉଛି 182 ମିଟର, 182 ମିଟର, ଯେ କି ୱାର୍ଲଡର ସବୁଠାରୁ ଟଲେଷ୍ଟ ଷ୍ଟାଚ୍ୟୁ। ଆଚ୍ଛା, ଏଇଟା କୋଉ ନଦୀ କୂଳରେ ଏଟା ହେଇଛି କହିପାରିବ? ମନେ ଅଛି କାହାର? ନର୍ମଦା। ଓକେ, ଥ୍ୟାଙ୍କ ୟୁ। ତ ଏଟାକୁ ମନେ ରଖିବ, ଯେହେତୁ ହଁ, ଥ୍ୟାଙ୍କ ୟୁ। ତ ମନେ ରଖିବ, ଯୋଉଟା କି ଭେରି ଇମ୍ପୋର୍ଟାଣ୍ଟ ରହୁଛି, ଯେହେତୁ ଏଥର ଆମେ 150th ବାର୍ଥ ଆନିଭର୍ସରୀ ସେଲିବ୍ରେଟ କରିଛେ। ତ କାହାର ନା ସର୍ଦ୍ଦାର ପଟେଲ, ଯାହାକୁ ଆମେ ଲୌହ ମାନବ ବୋଲି କହିଥାଉ, ଯାହାର ଷ୍ଟାଚ୍ୟୁକୁ ଆମେ ଷ୍ଟାଚ୍ୟୁ ଅଫ ୟୁନିଟି ବୋଲି କହିଥାଉ। ୱାର୍ଲଡର ସବୁଠାରୁ ଟଲେଷ୍ଟ ଷ୍ଟାଚ୍ୟୁ, ଯୋଉଟା କି ନର୍ମଦା ନଦୀ କୂଳରେ ଆମେ ଏଟା ଏଷ୍ଟାବ୍ଲିଶ କରାଯାଇଛି ଇନ୍ ଗୁଜରାଟରେ, ଯୋଉଟା କି ସବୁଠାରୁ ଇମ୍ପୋର୍ଟାଣ୍ଟ ତୁମମାନଙ୍କ ପଏଣ୍ଟ ହଉଛି। ତ ଆଗ ଜନ୍ମ ହେଇଥିଲେ କେବେ? ଦେଖ, 19 ହଁ 1875 ବା 1875 ମସିହାରେ ତାଙ୍କର ଜନ୍ମ ହେଇଥିଲା 31 ଅକ୍ଟୋବରରେ। ଓକେ, ନୋଇଡା ଗୁଜରାଟରେ। ବାସ୍ ଏତିକି ଆମକୁ ମନେ ରଖିବା ଅଛି। ତ ଟିକେ ରିଭିଜନ କରିବା, ଯେମିତି ଗୋଟେ ଥରରେ ଆମର ଏକାଥରେ ମନେ ରହିବ ସବୁଠାରୁ ଇମ୍ପୋର୍ଟାଣ୍ଟ ଡେ। ଆଉ ଯେତେବେଳେ ମନେ ରଖିବ ପିଲେ,
आफ्टर द क्लास जस्ट इमेजिन करिवो माइंड रे जे इंपोर्टेंट डेट को नेकी जेमति मु कहली वर्ल्ड कॉटन डे कॉटन माने गांधी के सहित आसिला माने अक्टोबर मास सहित आसिला अक्टोबर मास आसिला माने आमे देखिबा कोन ना 7 अक्टोबर होची कॉटन डे अच्छा एयरफोर्स डे केबे आसुची एयरफोर्स 8टा लेटर आसुची 8 अक्टोबर चले नेशनल पोस्ट डे बा पोस्ट ऑफिस बोली कहि परिबो पोस्टल डे बोली कहि परिबो केबे आसुची बिले पोस्टल डे 10 अक्टोबर कौन आସୁଛି 10 अक्टोबर फाउची हु इंट्रोड्यूस मॉडर्न पोस्टल सिस्टम इन इंडिया भारत में मॉडर्न पोस्टल सिस्टम को किए इंट्रोड्यूस करते लॉर्ड डेलहाउस थैंक यू अच्छा वर्ल्ड मेंटल हेल्थ डे टा केबे 10 अक्टोबर अच्छा इंटरनेशनल डे फॉर डिजास्टर रिस्क रिडक्शन केबे आସୁଛି 13 अक्टोबर थैंक यू वर्ल्ड फूड डे केबे आसला पिले फूड फूड खाद्य 16 अक्टोबर थैंक यू अच्छा लियोपार्ड डे लियोपार्ड 23 अक्टोबर अच्छा यूएनए डे केबे आसिला 24 अक्टोबर पोलियो डे केबे दी बुंदा जीवन पाई ओके 24 अक्टोबर अच्छा राष्ट्रीय एकता दिवस केबे आसिला पिले राष्ट्रीय एकता दिवस 31 तो ये जो क्लास हम कले ये क्लास रेकर्डिंग और पीडीएफ ମୁଁ ତୁମକୁ ଆଦିତ୍ୟ ଏକାଡେମୀ ଆପ୍ଲିକେସନର ଯୋଉମାନେ ବ୍ୟାଚ୍ ଜଏନ୍ କରିଛ ମୁଁ ଦେଖେଇ ଦଉଛି ହଁ ବହୁତ ସାରା ପିଲା ମେସେଜ କରୁଥିଲ ଯେ ସାର୍ ଆପଣ କାଲିର କ୍ଲାସକୁ ଅପଲୋଡ କରୁନାହାନ୍ତି ମୁଁ ଦେଖେଇ ଦଉଛି ଅଲରେଡି ଅପଲୋଡ ସରିଛି କାଲିଠୁ ଗୋଟେ ସେକେଣ୍ଡ अच्छा पीडीएफ देखी ଦେଇଛ ନା ଦେଖ କୌଣସି ଫାଇଲ ସେ ସିଜିଏଲ ର ରାପିଡ ଫାୟାର ବ୍ୟାଚ୍ କୁ ଯାଅ କିମ୍ବା ଓଏସ୍ ର ପ୍ରି ପ୍ଲସ୍ ମେନ୍ କୌଣସି ଫାଇଲ କୁ ଯାଅ ଦେଖ ସପୋଜ ମୁଁ ଓଏସ୍ ବ୍ୟାଚ୍ କୁ ଗଲି କାରଣ ସମସ୍ତଙ୍କର କରେଣ୍ଟ ଆଫେୟାର ମୁଁ ଇକ୍ୱାଲ ଦଉଛି ଧର କଣ୍ଟେଣ୍ଟ କୁ ଗଲ କଣ୍ଟେଣ୍ଟରେ କରେଣ୍ଟ ଆଫେୟାର ଗଲ କରେଣ୍ଟ ଆଫେୟାରରେ ଅକ୍ଟୋବର ମାସର सोसाइटी एंड सोशल इश्यू विथ पीडीएफ सहित अपलोड हो सरी ओके तो एटाको आज क्लास सहित एटाको अपलोड कर बुझा पड़ा आज क्लास समस्त बुझी पारछ नो इश्यू ओके थैंक यू